ଦେଖନ୍ତୁ ଏ ମନ ସବୁବେଳେ କୌଣସି ଚିନ୍ତାଗ୍ରସ୍ତ ଥାଏ। ସବୁବେଳେ ଏନି ଟାଇମ୍ ଆପଣ ମନରେ ପ୍ରଶ୍ନ ଉଠୁଥିବ। ଶୋଇଲା ବେଳେ ମନ କ'ଣ ଚିନ୍ତାଗ୍ରସ୍ତ ରୁହେ? ହଁ, ଶୋଇଲା ବେଳେ ମନ ଚିନ୍ତାଗ୍ରସ୍ତ ରୁହେ। କେମିତି ନା, ଶୋଇଲା ବେଳେ ବ୍ୟକ୍ତି ସ୍ୱପ୍ନ ଦେଖେ। କେତେ ଜଣଙ୍କର ମନ ରହେ, କେତେ ଜଣଙ୍କର ମନେ ରହେ ନାହିଁ। ତାହେଲେ ଶୋଇଲା ବେଳେ ଚିନ୍ତାଗ୍ରସ୍ତ କେମିତି ହେଲା? ମନ କେତେବେଳେ ରେଷ୍ଟ ନିଏ ନାହିଁ। ମନ ସବୁବେଳେ ଚଞ୍ଚଳ। ମନ କେତେବେଳେ ବନ୍ଦ ହେବ, ମନ କେତେବେଳେ ନିୟନ୍ତ୍ରଣ ହେବ, ମନ କେତେବେଳେ ଆୟତ ହେବ, ତା ମାର୍ଗଟା କ'ଣ? ଆପଣ ଦେଖନ୍ତୁ, ସହଜ ସୂକ୍ଷ୍ମ ମାର୍ଗଟିଏ କହୁଛି। ସବୁ ସହଜ, ପ୍ରକୃତ ସହଜ ମାର୍ଗଟିଏ କହିବି। ଆପଣ ଯେକୌଣସି ବିନା ଚିନ୍ତାରେ ୱିଦାଉଟ୍ ଥଟ୍ସରେ ଆପଣ ରହିପାରିବେ ନାହିଁ। ଆପଣ ଯଦି ଯେକୌଣସି ନାମ ଆପଣଙ୍କୁ ଭଲ ଲାଗେ, ଜଗନ୍ନାଥ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ରାମ ହୁଅନ୍ତୁ, ଗୁରୁ ହୁଅନ୍ତୁ, ସେଇ ନାମଟାକୁ ସବୁବେଳେ ଆପଣ ଜପ କରିବେ, ସବୁବେଳେ ଜପ କରିବେ। ଦେଖିବେ ଆପଣଙ୍କ ଭିତରେ ମାନସିକ ଶାନ୍ତି, ମାନସିକ ଆନନ୍ଦ ଆସିଯିବ। ଆପଣଙ୍କୁ ଯେଉଁ ସଂସ୍କାର ଥିବ, ସେ ସଂସ୍କାର ପୋଡ଼ିକି ପାଉଁଶ ହେବାରେ ଲାଗିବ। ସେ ସଂସ୍କାର ତାକୁ ଛାଡ଼ିଦେଲା ପରେ ଯାହା ବାହାରି ଆସିବ ତାହା ହିଁ ଆମର ସଂସ୍କାର। ଯଦି ସ୍ପୋଣ୍ଟାନିୟସ୍ ଆପଣଙ୍କ ଭିତରେ ଯଦି ନାମ ପଳେଇ ଆସିଲା, ହରେ କୃଷ୍ଣ କି ଓಂ ନମୋ ଭଗବତେ ବାସୁଦେବାୟ, କି ଓಂ କ୍ଲିଂ କୃଷ୍ଣାୟ ନମଃ, ଓಂ ଜଗନ୍ନାଥାୟ ନମଃ, କି ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ବାହାରି ଆସିଲା ସ୍ପୋଣ୍ଟାନିୟସ୍, ଆପଣ ଜାଣିବେ ଏଇ ପୂର୍ବ ଜନ୍ମରେ, ଆ ପଛପଟେ ମୋର ଯେତେ ଜନ୍ମ ଅଛି, ସେଇ ଜନ୍ମରେ ମୁଁ ଏଇ ସାଧନା କରିକି ଆସିଥିଲି। ସେଇ ବୃତ୍ତି ମୋ ଭିତରେ ଥିଲା, ସ୍ପୋଣ୍ଟାନିୟସ୍ ବାହାରିଲା। ତାର ମାନସିକ ଅଶାନ୍ତି ସେ ବ୍ୟକ୍ତିର କେତେବେଳେ ରହିବ ନାହିଁ। ଯାହାର ନାହିଁ, ତାକୁ ଗୁରୁଦେବ ଏଇ ପ୍ରୋଗ୍ରାମ ଦେଲେ, ସେ କଲେ, ଅଟୋମେଟିକ୍ ତାର ମାନସିକ ଶାନ୍ତି ଆସିବ। ସମର୍ପଣ ପରେ ସାଧନା। ଦେଖନ୍ତୁ, ବୃନ୍ଦାବନରେ ଗୋଟେ ଛୋଟିଆ ପିଲାଟେ, ଆପଣ ଯେ ୟୁଟ୍ୟୁବ୍ ଦେଖୁଥିବେ ଦେଖିବେ, ସେ କହୁଛି ହ୍ୟାଲୋ ହାଏ ଛାଡ଼, ହରେ କୃଷ୍ଣ କୁହ, ଜୟ ଜଗନ୍ନାଥ କୁହ। ଦେଖନ୍ତୁ, ଆମେ ଆଜି ପର୍ଯ୍ୟନ୍ତ ଯେଉଁ 5-7 ବର୍ଷ ଫୋନ୍ ଧରିଲୁ, କେତେବେଳେ ମୋ ଭିତରୁ ଭଗବାନ ହ୍ୟାଲୋ ଥରେ କହିନାହାନ୍ତି। କେହି କେବେ ଶୁଣିଛ? ଯେଉଁମାନେ ମୋ ସହିତ କଥା ହେଉଛ, ଫୋନ୍ କଟିଗଲା, ଆମେ କହୁ ଆଜ୍ଞା କୁହନ୍ତୁ, ଆଜ୍ଞା କୁହନ୍ତୁ। ହ୍ୟାଲୋ କେତେବେଳେ ମୁଁ ଜାଣିନି, ମୋ ପାଟିରେ ପଶୁନାହିଁ। ହାଏ କେତେବେଳେ ପଶୁନି, ମୁଁ ଜାଣିନାହିଁ। କେତେବେଳେ ଆମେ ଭାତ କହିପାରିବୁନି, ସବୁବେଳେ କହିବୁ ପ୍ରସାଦ, କାରଣ ପୂର୍ବ ଜନ୍ମରେ ସାଧୁ ଥିଲୁ, ସେଇ ପ୍ରସାଦ ଆମ ଭିତରେ ପଶିଛି, ଆମ ମୁଣ୍ଡରେ ଷ୍ଟୋର ହୋଇ ଆମ ଚିତ୍ତ ଭିତରେ ଅଛି। ଦେଖନ୍ତୁ, ଛୋଟ ପିଲାଟେ, ସେ କହୁଛି ଗୀତା ପଢ଼, ଭାଗବତ ପଢ଼। ଗୀତା ପଢ଼ିଲେ କ'ଣ ହୁଏ ସେ କହୁଛି, ଭାଗବତ ପଢ଼ିଲେ କ'ଣ ହୁଏ ସେ କହୁଛି। ଛୋଟ ପିଲାଟେ ଲଣ୍ଡା ହେଇଛି, ତିଳକ ନେଇଛି ଏବଂ ସୁନ୍ଦର ଭାବରେ ଧୋତି ପିନ୍ଧିଛି, କଛା ମାରିଛି, ପଞ୍ଜାବୀ ପିନ୍ଧିଛି, ଝୁଲାମୁଣି ପୁଣି ଜପମାଳା ଜପମୁଣି ତାର ପୁଣି ବେକରେ ପଡ଼ିଛି। ସେ ପୁଣି ଜପ କରୁଛି ହରେ କୃଷ୍ଣ ଏବଂ ଭଗବତ ଗୀତା ରୋଡ଼ ମଝିରେ ବାଣ୍ଟି ଦେଉଛି। ଛୋଟ ଗୀତା ମାଗଣା, ନିଅ ସମସ୍ତେ ପଢ଼। ଆପଣ ଜୀବନରେ କେବେ ଗୀତା ପ୍ରିଣ୍ଟ କରି, ଗୀତା କିଣିକି କେବେ ବାଣ୍ଟି ପାରିଛ? ଆମେ ଯଦି ଭଗବାନଙ୍କୁ ଭଲ ପାଉଛେ, ମୋ ପ୍ରଭୁଙ୍କୁ ସମସ୍ତେ ଜାଣନ୍ତୁ, ମୋ ପ୍ରଭୁଙ୍କୁ ସମସ୍ତେ ପୂଜା କରନ୍ତୁ, ମୋ ପ୍ରଭୁଙ୍କୁ ସମସ୍ତେ ଭଲ ପାଆନ୍ତୁ, ଏଇ ବୋଧ ଅଛି। ଆଜି ସକାଳୁ 2 ଜଣ ଲୋକ ଆସିଥିଲେ ଆଶ୍ରମକୁ। ଆମେ ଗୋପାଳ ବାବୁଙ୍କୁ ଫୋନ୍ କରି କହିଲୁ, ଆପଣ ତାଙ୍କୁ ଭୋଗ କରିକି ଦେବେ। ଭଲ କି କାଠିଆ କଦଳୀ, ସେଓ, କମଳା, ଅଙ୍ଗୁର ଦେବେ ଆଉ ଦନାରେ ଦେବେ। ସେ ଭୋଗ କରିକି ଦେଲେ। ସେମାନେ ଦର୍ଶନ କରି ମୋ ପାଖରେ ପହଞ୍ଚିଲେ ଭୋଗଟାକୁ ଧରିକି। କହିଲେ ବାବା ଗୋଟେ ପଲିଥିନ୍ ଦେବେ। ବୋଲେ ଆରେ ଭୋଗଟା ଖାଇଦିଅନ୍ତୁ। ନା ନା ନା, ଆମେ ଭୋଗ ପାଇବୁନି। ବୋଲେ କାହିଁକି? ଏ ଭୋଗ ଆମ ଗୁରୁଦେବଙ୍କୁ ନେଇ ଦେବୁ। ପ୍ରତ୍ୟେକଟି କଥାରେ ଆମେ ଚିନ୍ତା କରୁ, କେତେ ଶ୍ରଦ୍ଧା ଗୁରୁଙ୍କ ପ୍ରତି, କେତେ ଭଲ ପାଇବା ଗୁରୁଙ୍କ ପ୍ରତି।
ଆପଣ କ'ଣ କରିବେ, ଖାଇଦେବେ, ନହେଲେ ପିଲା ଛୁଆଙ୍କ ପାଇଁ ଧରିକି ପଳେଇ ଆସିବେ। ମୋ ଗୁରୁଙ୍କ ପାଇଁ ଏଇଟା ମୁଁ ନେଇଯିବି ବୋଲି ଏଇ କନସସନେସ୍ ନାହିଁ। ଛାଡ଼ନ୍ତୁ, ଆପଣ ଯେମିତି କର୍ମ କରିବେ, ଆଜ୍ ୟୁ ସୋ ୟୁ ରିପ୍, କର୍ମ ଘେନି ଫଳ। ଆପଣ ଧରିକି ଆସିପାରିବେ। ସିଏ ଭୋଗ ଦିଆହେଲା, ତାକୁ ନ ଖାଇ ଆମ ଗୁରୁଦେବଙ୍କୁ ଆମେ ଦେବୁ, ଗୁରୁଦେବ ପ୍ରସାଦ ପାଇବେ। ଗୁରୁଦେବ କେତେ ମହାନ ଜ୍ଞାନୀ ହେଇଥିବେ, ଟିକେ ପ୍ରସାଦ ପାଇ ବାପା ମାନେ ଆପଣ ପାଇଦିଅନ୍ତି। ଏଠି କଥା କହିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ, ତେଣୁ ସବୁବେଳେ ଗୋଟିଏ ବୋଧରେ ଆମକୁ ରହିବାକୁ ପଡ଼ିବ। ଆମକୁ ଗୁରୁଗୁରୁତ୍ୱ ପ୍ରାଣ କି ଭଗବତ ପ୍ରାଣ ହେବାକୁ ପଡ଼ିବ। ଏ ଜୀବନଟା ଭଗବାନଙ୍କ ପାଇଁ ଆମେ କେମିତି ଉତ୍ସର୍ଗୀକୃତ କରିଦେବା। ତେଣୁ ଯଦି ଆମେ ଏଇଭଳି ଜୀବନ ନିର୍ବାହ କରିବା, ଭଜନରେ ରହିବା ବା ଜପରେ ରହିବା, ସବୁବେଳେ କିଛି କାରଣ ନାହିଁ, କୌଣସି ଉଦ୍ଦେଶ୍ୟ ନାହିଁ। ଭଗବାନ ହେଲେ ସତ୍ୟ, ଜଗତ ହେଲା ମିଥ୍ୟା, ମୁଁ ଭଗବାନଙ୍କର ନାମଟାକୁ ନେବି। ଅତି ସରଳ ଇଜି ପ୍ରୋସେସ୍। ମୁଁ ଯାହା କରେ ନା କାହିଁକି, ମୁଁ ଭଗବାନଙ୍କ ନାମକୁ ନେବି। ଆଜ୍ ୟୁ ଥିଙ୍କ, ଯାହା ଭାବିବେ ସୋ ୟୁ ବିକମ୍, ନା କ'ଣ? ଏରେ ଇଂଲିଶ ନଲେଜ ଆମର ନାହିଁ। ଯାହା ଭାବିବେ ଆପଣ ତାହା ହେଇଯିବେ। ଯାହା ଭାବିବେ, ଦେଖନ୍ତୁ ସାଇଣ୍ଟିଫିକ, ଗୋଟେ ଚୋର ସାଙ୍ଗରେ ବସି ଆପଣ କଥା ହୁଅନ୍ତୁ, ଆପଣ ମନରେ ଚୋର ଭାବ ପ୍ରବେଶ କରିଯିବ। ଗୋଟେ ସାଧୁ ପାଖରେ ବସି କଥା ହୁଅନ୍ତୁ, ଆପଣ ଭିତରେ ସାଧୁ ଭାବ ପ୍ରବେଶ କରିବ। ଗୋଟେ ସ୍ତ୍ରୀ ଲୋକ ପାଖରେ ବସି କଥା ହୁଅନ୍ତୁ, ଆପଣ ଭିତରେ କାମ ଚିନ୍ତା ନିଶ୍ଚିନ୍ତ ପ୍ରବେଶ କରିଯିବ। ଯେଉଁ ଫ୍ୟାକ୍ଟ୍ରିରେ ଯାଇ କାମ କରିବେ, ସେ ରଙ୍ଗ ଆପଣ ପାଖରେ ଲାଗିଯିବ। ଯେସା ସଙ୍ଗ ତେସା ରଙ୍ଗ। କିନ୍ତୁ ଆମେ କନସସ୍ ନୁହଁ। ତେଣୁ ସେ ଲାଗି ଭାଗବତରେ ଭଗବାନ କହିଲେ, ହୀନ ସଗତେ ହୀନ ଗତି, ହସି କହନ୍ତି ଯଦୁପତି। ଦି ବ୍ୟାଡ କମ୍ପାନୀ will make you always bad. The good company will make you always good. ତେଣୁ ଯାହା ଭାବିବେ ତାହା ହେଇଯିବେ। ଯଦି ଆପଣ ଈଶ୍ୱରକୁ ସ୍ମରଣ କଲେ, ଜ୍ଞାନରେ ହେଉ ଅଜ୍ଞାନରେ ହେଉ, ତା ନାମଟାକୁ ଆପଣ ସବୁବେଳେ ଜପ କଲେ, ତାହେଲେ ଆପଣ ଭିତରେ କି ଭାବ ଆସିବ, କି ପରିବର୍ତ୍ତନ ଆସିବ। ସ୍ପୋଣ୍ଟାନିୟସ୍। ଯେତେବେଳେ ତଳ ପକ୍ଷୀ ଉପର ପକ୍ଷୀ ପାଖକୁ ଉଠୁଛି, ଯେତେବେଳେ ଉପର ପକ୍ଷୀ ଆଲୋକ ତାପରେ ପଡ଼ିଲା, ଆଲୋକ ତ ପଡ଼ୁଥିଲା, ଯେତେବେଳେ ପୁରା ତାର ନିକଟବର୍ତ୍ତୀ ହେଇଗଲା, ତାର ପର ଗୁଡ଼ିକ ଝଡ଼ି ପଡ଼ିଲା। ତା ଅର୍ଥ ତାର ବୃତ୍ତି ଗୁଡ଼ିକ ସବୁ କମିଗଲା। ବୃତ୍ତି ନିରୋଧ ଅବସ୍ଥା ଆସିଲା, ତାର କିଛି କରିବାକୁ ଇଚ୍ଛା ହେଲା ନାହିଁ। ସେଇଭଳି ତ ଭଗବାନଙ୍କ ନାମକୁ ଆପଣ ବାରମ୍ବାର ଜପ କରି ଚାଲିବେ, ତାହେଲେ ଆପଣଙ୍କ ଭିତରେ ତାଙ୍କ ଆଲୋକ ନିଶ୍ଚିନ୍ତ ଦିନ ଆପଣଙ୍କ ଉପରେ ପଡ଼ିବ ଏବଂ ଆପଣ ମନ ଶୁଦ୍ଧ ପବିତ୍ର ହେଇଯିବ। ଆପଣ ମାନସିକ ଶାନ୍ତି ପାଇପାରିବେ। ଇଏ ଗୋଟେ ଟେକ୍ନିକ୍। ଏଇଟା ହେଉଛି କ'ଣ, ଯେଉଁମାନେ ଗୁରୁ ଆଶ୍ରିତ ନ ହେବେ, ସାଧାରଣ ଲୋକଙ୍କ ପାଇଁ ଏ ଫର୍ମୁଲାଟି ବାବା ବତେଇ ଦେଲେ। ଯେଉଁମାନେ କ୍ରିୟା ଯୋଗରେ ଦୀକ୍ଷା ନେବେ, ସେମାନଙ୍କ ପାଇଁ ଟେକ୍ନିକ୍ ସ୍ୱତନ୍ତ୍ର ଅଲଗା। କ୍ରିୟା ଯୋଗ ଆଶ୍ରମରେ କ'ଣ ନାମ ଜପ କଥା କୁହାହେଲାଣି? କ୍ରିୟା ଯୋଗ ଆଶ୍ରମରେ ସ୍ଥୂଳ କଥା କୁହା ହୁଏନି, ସୂକ୍ଷ୍ମ କଥା କୁହା ହୁଏ। ଆପଣ ଯଦି ସବୁବେଳେ ଶ୍ୱାସ ପ୍ରଶ୍ୱାସରେ ମନକୁ ରଖିପାରିବେ, ପାଟିର ନାମ, ତା ଉପରଟା ହେଲା କ'ଣ, ଶ୍ୱାସ ପ୍ରଶ୍ୱାସ ନାକରେ ପ୍ରବାହିତ ହେଉଛି। ଯଦି ରଖିପାରିବେ, ସବୁବେଳେ ଦେଖିବେ ଯିବାରେ ମନ, ଆସିବାରେ ମନ। ବାଇ ମନ ହଉ ବସି ହଂସକୁ ଖେଳା, ହଂସ ଉଡ଼ିଗଲେ ବୁଡ଼ିବ ଭେଳା। ଯଦି ସବୁବେଳେ ଶ୍ୱାସ ପ୍ରଶ୍ୱାସରେ ମନ ରଖିଲେ, ଆପଣ ସୋହଂ ବ୍ରହ୍ମ ମନ୍ତ୍ରଟି ଆପଣ ଶୁଣିପାରିବେ।